ବାହୁନି ବାହୁନି କାନ୍ଦୁଛି ମା। ଟ୍ୟୁସନ ଯାଇ ଫେରି ନାହିଁ 14 ବର୍ଷର ପୁଅ। ପୁଅ ପାଇଁ ମା କାନ୍ଦି କାନ୍ଦି ଗୁହାରି କରୁଛି ଏସ୍ପି ସାର୍ଙ୍କ ନିକଟରେ। ହାତ ବି ଯୋଡୁଛି, ନେହୁରା ବି ହେଉଛି, ଆଉ କହୁଛି ମୋ ପୁଅ ତୁ ଆ, ମୁଁ ତୋତେ ଖାଇବାକୁ ଦେବି। 4 ଦିନ ହେଲାଣି ତୁ କ'ଣ ଖାଇଥିବୁ? କେଉଁଠି ଅଛୁ ତୁ ଧନ? ଫେରିଆ ମୋ ପାଖକୁ, ଫେରିଆ ମୋ କୋଳକୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ କରଞ୍ଜି ଗୁଣୁପୁର ଗ୍ରାମରେ। ନବମ ଶ୍ରେଣୀରେ ପାଠ ପଢୁଥିବା ସୁଶାନ୍ତ ପଣ୍ଡା 3 ତାରିଖ 5 ଘଟିକା ସମୟରେ ସେହି ଗ୍ରାମରେ ଟ୍ୟୁସନ ଯାଇଥିବା ସମୟରେ ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ମା ମନୋରମା ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଅ ନ ମିଳିବାରୁ ବନ୍ଧୁବାନ୍ଧବ ସାଇ ପଡ଼ିଶାଙ୍କ ଘରେ ଖୋଜାଖୋଜି କରିସାରିବା ପରେ ଆଜି ଭଦ୍ରକ ଏସ୍ପିଙ୍କ ପାଖରେ ପରିବାରବର୍ଗ ଫେରାଦ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ କରଣୀ ଗୁଣୁପୁର ଗ୍ରାମର ଜଳଣ୍ଡୁଆ ଗ୍ରାମର ମହେନ୍ଦ୍ର ପଣ୍ଡାଙ୍କ ପୁଅ ସୁଶାନ୍ତ ପଣ୍ଡା ରବିବାର ସନ୍ଧ୍ୟା 5 ଘଟିକା ସମୟରେ ଟ୍ୟୁସନ ଯାଇଥିବା ସମୟରେ ଆଉ ଘରକୁ ଫେରି ନଥିଲେ, ଯାହା ମନୋରମା ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି 3 ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଜି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ ମା ଆଉ ପରିବାର। ଏସ୍ପି ଘଟଣାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଣ ହେଇଛି? ପୁଅ ସତେ ସୁଶାନ୍ତ ପଣ୍ଡା ରବିବାର ଦିନରୁ ନିଖୋଜ ହେଇଛି। ରବିବାର ଯାଇଥିଲା ଟିଉସନ ଯାଇଥିଲା, 5ଟାରୁ ଯାଇଥିଲା, 9ଟା ପର୍ଯ୍ୟନ୍ତ ଅନେଇନି। ସେ 7ଟା ଟିଉସନ ସାରଙ୍କ କତିକି ଫୋନ କଲି। 7ଟାରୁ ସେ କହିଲେ ଯେ 7ଟାରୁ ଟିଉସନ ଛୁଟି ହେଇସାରିଲାଣି। ସେଠି ସମସ୍ତଙ୍କ କତିକି ଫୋନ ଫାନ କଲି, ସାଙ୍ଗସାଥି କତିକି ଫୋନ କଲି। ଆଉ ସେଠି ଗୋଟେ ବର ଯାଉଥିଲା, ସିଏ ଦେଖିଛି ସେ କହୁଥିଲେ ଆମେ କେହି ଦେଖିନାଉ। ଆଉ ସେଇ ଦିନରୁ ଆମେ ପାଉନାଉ, ନିଖୋଜ ହେଇଛି। ସବୁ ଖୋଜା ଖୋଜି କରିସାରିଲୁଣି, ସାଙ୍ଗସାଥି ସବୁ ଫୋନ କରିସାରିଲୁଣି, କୋଉଠି ଆମେ ପାଉନାଉ। ଥାନାକୁ ଯାଇଥିଲୁ, ସେଠି ଏଫଆଇଆର କଲୁ, ସିଏ ବି ଇନକ୍ୱାରି ଆସିଥିଲେ। ଆଉ ପାଉନାଉ ଯେତେବେଳେ କଣ କରିବୁ, ପୁଣି ଏଠିକି ଆସିଛୁ ଏଫଆଇଆର ଦେଇତେ। ଯାହା ହଉ ଯୋଉଠି ଯିଏ ବି ଦେଖୁଛନ୍ତି ମୋ କଥା ଶୁଣୁଛନ୍ତି, ମୋ ଛୁଆକୁ ଆଣିକି ଯୋଉଠି ଥାଉ ନା କାହିଁ ମୋ ଛୁଆକୁ ଆଣିକି ମୋ ପାଖରେ ପହଞ୍ଚାନ୍ତୁ। କଳା ପ୍ୟାଣ୍ଟ ପିନ୍ଧିଥିଲା, 14 ବର୍ଷର ପୁଅ। ପୁଅ ମାମୁଁ ହେବି। ସେ ଟିଉସନ ରବିବାର ଦିନ ସନ୍ଧ୍ୟା 7ଟା ଘଟିକାରେ ଆସିଥିଲେ। 5ଟାରୁ ଆସିଥିଲେ, 7ଟା ପର୍ଯ୍ୟନ୍ତ ତାଙ୍କର ଟିଉସନ ଓଭର ହେଇଛି। ଆଚ୍ଛା, ଟିଉସନ ଯଦି ନ ଯାଇଛନ୍ତି, ଘରକୁ ନ ଫେରିଛନ୍ତି, ତାଙ୍କ ମା ଫୋନ କଲେ ଯେ ସାରଙ୍କ ପାଖକୁ, ପୁଅ ଆସିନାହିଁ, କହିଲା ସେ 7ଟାରେ ଆମେ ଓଭର କଲୁନି। ଆଉ ଦେଖନ୍ତୁ ସେ ଯାଇଛୁ। ଆମେ 9ଟା ପର୍ଯ୍ୟନ୍ତ ଖୋଜାଖୋଜି କଲୁ, ଯେ ପର୍ଯ୍ୟନ୍ତ ନ ମିଳିଲା। ଆମେ 9ଟାରୁ ପ୍ରାୟ ଆମେ 12ଟା, 1, 2, 2:30 ପର୍ଯ୍ୟନ୍ତ ଆମେ ରାତିରେ ଖୋଜିଲୁ। ତା ପୂର୍ବରୁ ବି ମଧ୍ୟ ଆମେ ଥାନାରେ ଟିକେ ଜଣେଇ ଦେଇଥିଲୁ, ଆମ ଧାମନଗର ଥାନାକୁ। ଜଣେଇଲା ପରେ ସେମାନେ ତଦନ୍ତ କରିଛନ୍ତି ଯେ ଆମେ ଖୋଜାଖୋଜି କରିବୁ, ଆପଣ ନିର୍ଭୟରେ ରୁହନ୍ତୁ। ଆଉ ଆମର ଏତ ପିଲା ତ ମିଳୁନି, ଯେହେତୁ ଆମେ ଚାହୁଁଛୁ କେମିତି ପିଲାଟି ଆମର ସୁରକ୍ଷିତ ମିଳୁ। ମୋ ଭାଇ ଦୟାକରି ଯିଏ ବି ରଖିଛ, ଦୟାକରି ଆମକୁ ଦେଇଦିଅ। ଯୋଉଠି ବି ଥାଉ ସେ ସୁରକ୍ଷିତ କଣ ଚାହୁଁଛ କଣ? ଭାଇଟା ଫେରିବେ। ଆଉ ଯିଏ ବି ରଖିଛ। ଭଦ୍ରକରୁ ଜିଲ୍ଲା ପ୍ରତିନିଧି ଫିରୋଜ ଖାଁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।